କୁହାଯାଏ ଯେ କେବଳ ମୁଣ୍ଡ ନୁଆଇଁ ଦେଲେ ସବୁ କାମ ହୋଇଯାଏ ନାହିଁ। ଯଦି ପରମାତ୍ମାଙ୍କର ଦର୍ଶନ କରିବାର ଅଛି ତେବେ ମନକୁ ମଧ୍ୟ ନୁଆଁବାକୁ ପଡ଼ିବ। କେବଳ ବାହାର ଆଡ଼ମ୍ବର ଭକ୍ତି ହୋଇନଥାଏ। ପ୍ରକୃତ ଭକ୍ତି ତ ସେତେବେଳେ ହୋଇଥାଏ ଯେତେବେଳେ ସବୁ ଅହଙ୍କାର ସମାପ୍ତ ହୋଇଯାଏ ଆଉ ମନ ନିର୍ମଳ ହୋଇଯାଏ। ଯେତେବେଳେ ମନ ଶୁଦ୍ଧ ଆଉ ବିନମ୍ର ହୋଇଯାଏ ସେତେବେଳେ ଯାଇ ଈଶ୍ୱରଙ୍କର କୃପା ବର୍ଷା ହୋଇଥାଏ। ମନ୍ଦିର ଯିବା ଏକ ଶୁଭ କାର୍ଯ୍ୟ ଅଟେ, କିନ୍ତୁ ମନ୍ଦିର ଠାରୁ ମଧ୍ୟ ବଡ଼ ମନ୍ଦିର ଆମ ହୃଦୟ ଅଟେ। ଆଉ ଯେତେବେଳେ ଏ ହୃଦୟରେ ଶ୍ରଦ୍ଧା, ବିନମ୍ରତା ଆଉ ପ୍ରେମର ନିବାସ ହୋଇଥାଏ ସେତେବେଳେ ପ୍ରଭୁ ସେଥିରେ ପ୍ରକଟ ହୋଇଥାନ୍ତି। ଶ୍ରୀମଦ୍ ଭଗବତ ଗୀତାର 16ତମ ଅଧ୍ୟାୟ ଦୈବାସୁର ସମ୍ପଦ ବିଭାଗ ଯୋଗ ନାମରେ ନାମିତ। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ଭିତରେ ଥିବା ଦୁଇ ପ୍ରକାର ସ୍ୱଭାବ, ଦୈବୀ ଅର୍ଥାତ୍ ସତ୍କର୍ମ ଆଉ ସଦ୍ଗୁଣ ଯୁକ୍ତ, ଏବଂ ଆସୁରୀ ଅର୍ଥାତ୍ ଦୁଷ୍ଟ ଓ ଅହଙ୍କାରୀ, ଏହି ପ୍ରବୃତ୍ତିଯୁକ୍ତ ସ୍ୱଭାବର ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀମଦ୍ ଭଗବତ ଗୀତା 16ତମ ଅଧ୍ୟାୟ ଦୈବାସୁର ସମ୍ପଦ ବିଭାଗ ଯୋଗ। ଶ୍ରୀମଦ୍ ଭଗବତ ଗୀତାର 15ତମ ଅଧ୍ୟାୟରେ ଆମେ ଜାଣିଥିଲେ ଯେ ସଂସାର ବାସ୍ତବରେ ଏକ ମାୟାଜାଲ ଅଟେ। କେମିତି ଆମେ ଏଥିରେ ଫସି ଆମର ବାସ୍ତବିକ ଉଦ୍ଦେଶ୍ୟକୁ ଭୁଲି ଯାଇଛେ ଆଉ କିପରି ଏହି ମୋହ ତଥା ଭ୍ରମରୁ ଉପରକୁ ଉଠି ଜୀବନର ପ୍ରକୃତ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବା। ଏବେ 16ତମ ଅଧ୍ୟାୟରେ ଆମେ ଏହା ଜାଣିବା ଯେ ମନୁଷ୍ୟର ଆଚରଣ କେମିତି ହେବା ଉଚିତ ଆଉ ଏମିତି କୌଣସି ଦିବ୍ୟ ଗୁଣ ଅଛି ଯାହାକୁ ଆପଣାଇ ମନୁଷ୍ୟ ତା'ର କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରିବ ତଥା ତା'ର ଜୀବନରେ ଶାନ୍ତି ଓ ସନ୍ତୁଳନ ସ୍ଥାପନ କରିପାରିବ। ଦର୍ଶକ ବନ୍ଧୁ, ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ମାନବ ଜୀବନର ଦୁଇଟି ପ୍ରମୁଖ ସ୍ୱଭାବର ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ଦୈବୀ ପ୍ରବୃତ୍ତି ଓ ଆସୁରୀ ପ୍ରବୃତ୍ତି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ମନୁଷ୍ୟର ଆଚରଣ, ତା'ର ଚିନ୍ତାଧାରା ଓ ତା'ର କର୍ମ ହିଁ ଏହି କଥାକୁ ନିର୍ଦ୍ଧାରଣ କରିଥାଏ ଯେ ସେ ଦୈବୀ ମାର୍ଗରେ ଚାଲିବ ନା ଆସୁରୀ ମାର୍ଗରେ। ଦୈବୀ ଗୁଣ ସାତ୍ୱିକତାର ପୋଷଣରେ, ଧର୍ମଗ୍ରନ୍ଥ ଶିକ୍ଷାର ପାଳନ କରିବାରେ ଏବଂ ନିରନ୍ତର ଆଧ୍ୟାତ୍ମିକ ସାଧନାର ଅଭ୍ୟାସ ଦ୍ୱାରା ବିକଶିତ ହୋଇଥାଏ। ଏହି ଗୁଣ ମନୁଷ୍ୟକୁ ସତ୍ୟ, ଅହିଂସା, କରୁଣା, ଆତ୍ମସଂଯମ, କ୍ଷମା, ଦୟା ଏବଂ ଈଶ୍ୱର ଭକ୍ତି ମାର୍ଗ ଆଡ଼କୁ ନେଇଯାଏ। ଦୈବଗୁଣ ମନୁଷ୍ୟକୁ ଉଚ୍ଚତା ଆଡ଼କୁ ନେଇଯାଏ। ଏମିତି ବ୍ୟକ୍ତି ସମାଜ ପାଇଁ ଆଲୋକର ସ୍ତମ୍ଭ ପରି ହୋଇଥାନ୍ତି, ଯେଉଁମାନଙ୍କର ଆଚରଣ ଓ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଧର୍ମ ଆଉ ସଦାଚାର ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥାଏ। ଠିକ୍ ସେମିତି ସଂସାରରେ ଆସୁରିକ ପ୍ରବୃତ୍ତି ମନୁଷ୍ୟ ମଧ୍ୟ ଦେଖାଯାଇଥାନ୍ତି। ଏହି ପ୍ରବୃତ୍ତି ମୋହ, ଆସକ୍ତି, କ୍ରୋଧ, ଅହଙ୍କାର, ଲୋଭ ଏବଂ ଅଜ୍ଞାନର ସଙ୍ଗତି ଯୋଗୁଁ ଉତ୍ପନ୍ନ ହୋଇଥାଏ। ଯେତେବେଳେ ମନୁଷ୍ୟ ଭୌତିକ ସୁଖରେ ଲିପ୍ତ ହୋଇ କେବଳ ଇନ୍ଦ୍ରିୟର ତୃପ୍ତିକୁ ହିଁ ଜୀବନର ଲକ୍ଷ୍ୟ ବୋଲି ମାନି ନେଇଥାଏ ସେତେବେଳେ ତା ଭିତରେ ଆସୁରୀ ପ୍ରବୃତ୍ତି ଉତ୍ପନ୍ନ ହେବାକୁ ଲାଗିଥାଏ। ଏମିତି ଲୋକ ଧର୍ମ ଓ ଶାସ୍ତ୍ରର ନିନ୍ଦା କରିଥାନ୍ତି, ସତ୍ୟର ଅନାଦର କରିଥାନ୍ତି ଆଉ କେବଳ ଭୌତିକ ବିଚାର ତଥା ସ୍ୱାର୍ଥକୁ ହିଁ ସବୁକିଛି ମାନିଥାନ୍ତି। ପରିଣାମ ସ୍ୱରୂପ ସେମାନଙ୍କର ବ୍ୟକ୍ତିତ୍ୱରେ ହିଂସା, ଛଳ, ଈର୍ଷା ଓ ଅସଂଯତ ଭଳି ନକାରାତ୍ମକ ଗୁଣର ବିକାଶ ମଧ୍ୟ ହୋଇଥାଏ। ଆଉ ଶେଷରେ ଏହି ପ୍ରବୃତ୍ତି ମନୁଷ୍ୟକୁ ତଳ ଆଡ଼କୁ ଭିଡ଼ି ନେଇଥାଏ। ଏହି ଅଧ୍ୟାୟର ପ୍ରଥମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଅଭୟମ୍ ସତ୍ୱ ସ୍ୱଶୁନ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତି ଦାନମ୍ ଦମଶ୍ଚ ଯଜ୍ଞସ୍ୟ ସ୍ୱାଧ୍ୟାୟସ୍ତପ ଆର୍ଜବମ୍। ଅର୍ଥାତ୍, ହେ ଭରତବଂଶୀ, ନିର୍ଭୟତା, ଅନ୍ତଃକରଣର ଶୁଦ୍ଧି, ଆଧ୍ୟାତ୍ମିକ ଜ୍ଞାନର ଦୃଢ଼ତା, ଦାନର ଭାବନା, ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ, ଯଜ୍ଞ ଅନୁଷ୍ଠାନ, ଧର୍ମଗ୍ରନ୍ଥର ଅଧ୍ୟୟନ, ତପସ୍ୟା ଆଉ ସରଳତା ଏସବୁ ଦୈବୀ ପ୍ରବୃତ୍ତିର ଲକ୍ଷଣ ଅଟେ। ଏଠାରେ ଭଗବାନ କହୁଛନ୍ତି ଯେ ଯେଉଁମାନଙ୍କଠାରେ ଏସବୁ ଦୈବୀ ଗୁଣ ରହିଥାଏ ସେମାନେ ବାସ୍ତବରେ ଦେବତାଙ୍କ ଭଳି ଆଚରଣ କରୁଥିବା ବ୍ୟକ୍ତି ଅଟନ୍ତି। ତାଙ୍କ ଭିତରେ କୌଣସି ଭୟ ନଥାଏ, ତାଙ୍କର ଅନ୍ତଃକରଣ ନିର୍ମଳ ଆଉ ଶୁଦ୍ଧ ହୋଇଥାଏ। ଏମିତି ସାଧକ ଯେତେବେଳେ ଯଜ୍ଞରେ ବସିଥାନ୍ତି ତାଙ୍କ ମନ ଇଆଡ଼େ ସିଆଡ଼େ ଦୌଡ଼ି ନଥାଏ। ସେ ମନ ଧନ ସମର୍ପଣ କରି ପୂର୍ଣ୍ଣ ଭାବରେ ଭକ୍ତିରେ ଲୀନ ହୋଇଥାନ୍ତି। ଏମାନେ କେବଳ କାହାକୁ କଷ୍ଟ ଦିଅନ୍ତି ନାହିଁ, ସେମାନେ ସବୁ ଜୀବାତ୍ମାକୁ ସମାନ ଦୃଷ୍ଟିରେ ଦେଖିଥାନ୍ତି, ସବୁ ପରିସ୍ଥିତିରେ ସନ୍ତୁଳନ ବନାଇ ରଖିଥାନ୍ତି, ସୁଖ ଦୁଃଖରେ ବିଚଳିତ ହୁଅନ୍ତି ନାହିଁ। ତାଙ୍କ ଭିତରେ କରୁଣା, କ୍ଷମା ଓ ଧୈର୍ଯ୍ୟର ଅଦ୍ଭୁତ ଶକ୍ତି ରହିଥାଏ।
କ୍ରୋଧ ମୋହରୁ ଦୂରେ ରହିବା, ନିଜ ଗୁଣର ଅଭିମାନ ନ କରିବା ଆଉ ପ୍ରତ୍ୟେକ ସ୍ଥିତିରେ ଈଶ୍ୱରଙ୍କୁ ସ୍ମରଣ କରିବା, ଏହା ସେମାନଙ୍କ ଜୀବନର ଆଧାର ହୋଇଥାଏ। ଆଉ ଏହା ହିଁ ଦୈବୀ ସ୍ୱଭାବ ଅଟେ। ଆଗକୁ ପୁଣି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଦୌଭୂତ ସ ଗୌ ଲୋକେସ୍ମିନ୍ ଦୈବ ଆସୁର ଏ ବଚ ଦୈବ ବିସ୍ତର ସହ ପ୍ରୋକ୍ତ ଆସୁରମ ପାର୍ଥ ମେ ଶୃଣୁ। ଅର୍ଥାତ୍ ହେ ପାର୍ଥ, ଏ ସଂସାରରେ ଦୁଇ ପ୍ରକାର ମନୁଷ୍ୟ ମିଳିଥାନ୍ତି। ଗୋଟିଏ ପ୍ରକାର ସେମାନେ ଯେଉଁମାନେ ଦୈବୀ ଗୁଣରେ ଭରପୁର ହୋଇଥାନ୍ତି, ଆଉ ଅନ୍ୟ ପ୍ରକାରଟି ଆସୁରିକ ସ୍ୱଭାବର ହୋଇଥାନ୍ତି। ଦୈବୀ ଗୁଣର ବିସ୍ତାର ଭାବରେ ବର୍ଣ୍ଣନା କରିସାରିଛି। ଏବେ ତୁମେ ଆସୁରୀ ସ୍ୱଭାବ ବିଷୟରେ ଶୁଣ। ଏଠାରେ ଭଗବାନ ଶ୍ରୀକୃଷ୍ଣ ବୁଝାଉଛନ୍ତି ଯେ ଆସୁରୀ ସ୍ୱଭାବ କ'ଣ ଅଟେ। ସେ କହୁଛନ୍ତି ଯେ ଅହଙ୍କାର, ଗର୍ବ, କ୍ରୋଧ, ଲୋଭ, ଈର୍ଷା, ଆସକ୍ତି, ଅଜ୍ଞାନ ଓ ଘୃଣା ଏସବୁ ଆସୁରୀ ପ୍ରବୃତ୍ତିର ଲକ୍ଷଣ ଅଟେ। ଏମାନେ ଇନ୍ଦ୍ରିୟ ବଶରେ ରହିଥାନ୍ତି, ଆଉ ଶରୀରକୁ ଏମାନେ ସବୁକିଛି ମାନି ନେଇଥାନ୍ତି। ସେମାନଙ୍କ ପାଇଁ ଜୀବନର ଉଦ୍ଦେଶ୍ୟ କେବଳ ଭୋଗ ଓ ଭୌତିକ ଉଦ୍ଦେଶ୍ୟ ପର୍ଯ୍ୟନ୍ତ ସୀମିତ ରହିଥାଏ। ନା ସେମାନେ ଅନ୍ୟକୁ ସମ୍ମାନ କରିଥାନ୍ତି, ନା ସତ୍ୟକୁ ପାଳନ କରିଥାନ୍ତି, ଆଉ ନା ଧର୍ମର ବାସ୍ତବିକ ମର୍ଯ୍ୟାଦାକୁ ବୁଝିଥାନ୍ତି। ଆସୁରୀ ସ୍ୱଭାବର ଲୋକମାନେ କେବଳ ଦେଖାଇବା ପାଇଁ ଧର୍ମ, ଯଜ୍ଞ କିମ୍ବା ଦାନ କରିଥାନ୍ତି। ସେମାନଙ୍କର ଉଦ୍ଦେଶ୍ୟ ନା ସମାଜ ସେବା ହୋଇଥାଏ, ଆଉ ନା ଈଶ୍ୱରଙ୍କର ପ୍ରକୃତ ଭକ୍ତି। ବରଂ ସେମାନେ ତାଙ୍କର ଏହି କର୍ମକୁ ତାଙ୍କର ଅହଙ୍କାର ଓ ପ୍ରତିଷ୍ଠା ଦେଖାଇବାର ମାଧ୍ୟମ ହୋଇଥାଏ। ଅଜ୍ଞାନ ଆଉ ମୋହ କାରଣରୁ ସେମାନଙ୍କର ବୁଦ୍ଧି ଭ୍ରଷ୍ଟ ହୋଇଯାଏ, ଆଉ ଧୀରେ ଧୀରେ ଖରାପ କର୍ମରେ ଲିପ୍ତ ହୋଇ ନିଜ ପତନର କାରଣ ହୋଇଥାନ୍ତି। ଭଗବାନ କହୁଛନ୍ତି ଯେ ଏମିତି ଲୋକଙ୍କର ଇଚ୍ଛା କେବେ ହେଲେ ସମାପ୍ତ ହୁଏ ନାହିଁ। ସେମାନେ ଯେତେ ପାଇଥାନ୍ତି ତାଠାରୁ ଅଧିକ ପାଇବାର ଲାଳସା କରିଥାନ୍ତି, ଆଉ ସେମାନଙ୍କର ଜୀବନ ଭୌତିକ ବସ୍ତୁକୁ ଏକାଠି କରିବାରେ ସମାପ୍ତ ହୋଇଯାଏ। ସେମାନେ ଭାବିଥାନ୍ତି ଯେ ସବୁ କାର୍ଯ୍ୟର କର୍ତ୍ତା ସେ ସ୍ୱୟଂ ଅଟନ୍ତି, ଆଉ ଏହି ଅହଙ୍କାର ତାକୁ ବିନାଶ ଆଡ଼କୁ ନେଇଯାଇଥାଏ। ଏଠାରେ ଶ୍ରୀକୃଷ୍ଣ ସ୍ପଷ୍ଟ କରୁଛନ୍ତି ଯେ ଦୈବୀ ସ୍ୱଭାବ ମୁକ୍ତିର ମାର୍ଗ ଅଟେ, ଆଉ ଆସୁରୀ ସ୍ୱଭାବ ବନ୍ଧନରେ ବାନ୍ଧି ଦେଇଥାଏ। ସେଥିପାଇଁ ଯେଉଁ ମନୁଷ୍ୟ ଜୀବନରେ ଦୈବୀ ଗୁଣକୁ ଆପଣାଇଥାଏ, ସେ ତା ଜୀବନରେ ସୁଖ, ଶାନ୍ତି ଆଉ ଶେଷରେ ମୁକ୍ତିକୁ ପ୍ରାପ୍ତ କରିଥାଏ। ଆଉ ଯିଏ ଆସୁରୀ ପ୍ରଭୃତି ଆପଣାଇଥାଏ, ସେ ଧୀରେ ଧୀରେ ବିନାଶ ଆଡ଼କୁ ଗତି କରିଥାଏ। ଅଧ୍ୟାୟର ଶେଷ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ତସ୍ମାତ୍ ଶାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ହୋ ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତଂ କର୍ମ କର୍ତ୍ତୁମିହା ହର୍ଷି। ଅର୍ଥାତ୍ ହେ ପାର୍ଥ, ଜୀବନରେ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ଏ କଥା ଶାସ୍ତ୍ରରେ ଭଲ ଆଉ ମନ୍ଦ ଉଭୟ କର୍ମର ନିୟମ ଲେଖା ହୋଇଛି। ଶାସ୍ତ୍ର ହିଁ ଆମ ଜୀବନର ବାସ୍ତବିକ ମାର୍ଗ ଅଟେ। ସେଥିପାଇଁ ତୁମେ ଶାସ୍ତ୍ରରେ ବର୍ଣ୍ଣିତ ନିୟମକୁ ପାଳନ କର, ଆଉ ସେହି ଅନୁସାରେ ନିଜ କର୍ତ୍ତବ୍ୟ କରିଚାଲ, ଆଉ ତୁମ ଜୀବନକୁ ଧର୍ମ, ଭକ୍ତି ତଥା ସତ୍ୟ ମାର୍ଗରେ ଆଗକୁ ବଢ଼ାଅ। ଏହି ଅଧ୍ୟାୟର ସମାପନ କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ଆମକୁ କହୁଛନ୍ତି ଯେ ଜୀବନର ମାର୍ଗ ଆମ ମନ ଇଚ୍ଛା ବାଛିବା ଉଚିତ ନୁହେଁ, ବରଂ ଶାସ୍ତ୍ରରୁ ପ୍ରେରଣା ନେଇ ତାର ନିର୍ଦ୍ଦେଶକୁ ପାଳନ କରି ଆମକୁ ଆଗକୁ ବଢ଼ିବା ଉଚିତ। ଯେଉଁ ବ୍ୟକ୍ତି ଶାସ୍ତ୍ରର ନିୟମକୁ ପାଳନ କରି ଚାଲିଥାଏ, ସେ କେବେ ପଥଭ୍ରଷ୍ଟ ହୁଏ ନାହିଁ, ଆଉ ଶେଷରେ ଭଗବତ ପ୍ରାପ୍ତି ମାର୍ଗରେ ଅଗ୍ରସର ହୋଇଥାଏ। ଦର୍ଶକ ବନ୍ଧୁ, ଦୈବୀ ସ୍ୱଭାବ ଏବଂ ଆସୁରୀ ସ୍ୱଭାବ ଏ ଦୁଇଟି ଯାକ ଆମ ହୃଦୟରେ ନିବାସ କରିଥାନ୍ତି। ଏହି ଦୁଇଟି ଆମର ଆଚରଣ ଆଉ ବିଚାରକୁ ନିରନ୍ତର ପ୍ରଭାବିତ କରିଥାଏ। ଯେତେବେଳେ ଆସୁରୀ ପ୍ରବୃତ୍ତି ଆମ ଉପରେ ଭାରି ପଡ଼ିଥାଏ, ସେତେବେଳେ ଆମର ବ୍ୟବହାର କଠୋର ଏବଂ ସ୍ୱାର୍ଥୀ ହୋଇଯାଏ, ଆଉ ଅଜାଣତରେ ଆମେ ଅସୁର ସମାନ ଜୀବନ ବଞ୍ଚିଥାଉ। ଠିକ୍ ସେହିପରି ଯେତେବେଳେ ଦୈବୀ ପ୍ରବୃତ୍ତି ଭାରି ହୋଇଥାଏ, ସେତେବେଳେ ଆମର ହୃଦୟ କରୁଣା, ପ୍ରେମ ତଥା ଭକ୍ତିରେ ଭରି ଯାଇଥାଏ, ଆଉ ଆମ ଜୀବନ ଦେବତା ସମାନ ଉଜ୍ଜଳ ହୋଇଥାଏ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଆମକୁ ସଜାଗ ରହିବାକୁ ସନ୍ଦେଶ ଦେଇଛନ୍ତି ଯେ ଆମ ମନ ଆଉ ଇନ୍ଦ୍ରିୟକୁ ବଶରେ ରଖି ସବୁବେଳେ ଦୈବୀ ଗୁଣର ବିକାଶ କରିବା ଉଚିତ। ଏହି ଗୁଣ ଆମର ଜୀବନକୁ ସୁଖମୟ, ସଫଳ ଓ ଶାନ୍ତିରେ ପରିପୂର୍ଣ୍ଣ କରିଥାଏ। ଭଗବାନ ବିଶେଷ ଭାବରେ 3ଟି ଆସୁରୀ ପ୍ରବୃତ୍ତି ତଥା କାମ, କ୍ରୋଧ ଏବଂ ଲୋଭର ଉଲ୍ଲେଖ କରିଛନ୍ତି। ଏହି 3ଟି ପ୍ରବୃତ୍ତି ନର୍କର ଦ୍ୱାର ଅଟେ। କାମ ମନୁଷ୍ୟକୁ ଲାଳସା ଆଉ ବାସନରେ ବାନ୍ଧି ଦେଇଥାଏ, କ୍ରୋଧ ବୃଦ୍ଧିକୁ ନଷ୍ଟ କରିଦିଏ, ଆଉ ଲୋଭ ତାକୁ କେବେ ହେଲେ ସନ୍ତୋଷ ହେବାକୁ ଦେଇନଥାଏ। ତେଣୁ ଏହି 3ଟି ମିଶି ଆମର ଶାନ୍ତି ଆଉ ସଫଳତାର ସବୁଠାରୁ ବଡ଼ ଶତ୍ରୁ ହୋଇଥାନ୍ତି।
ସେଥିପାଇଁ ଆମକୁ ଆଜି ଆଉ ବର୍ତ୍ତମାନ ସଂକଳ୍ପ ନେବାକୁ ପଡ଼ିବ ଯେ ଆମେ ଏହି ଦୁଃପ୍ରଭୃତି ଗୁଣଗୁଡ଼ିକୁ ଆମ ଜୀବନରୁ ଧୀରେ ଧୀରେ ଦୂର କରିବା ଉଚିତ। କ୍ରୋଧ, ଅହଙ୍କାର, ଲୋଭ ଏବଂ ଦୋଷ ପରି ବିକଳ୍ପ ଗୁଡ଼ିକ ମନୁଷ୍ୟର ମନକୁ ଅଶାନ୍ତ କରିଦେଇଥାନ୍ତି ଆଉ ତା'ର ଜୀବନକୁ ଅନ୍ଧାର ଆଡ଼କୁ ନେଇଯାଇଥାନ୍ତି। କିନ୍ତୁ ଏହା ବିପରୀତ ସତ୍ୟ, କରୁଣା, ଧୈର୍ଯ୍ୟ ଓ ବିନମ୍ରତା ଆଉ ପ୍ରେମ ଭଳି ଦୈବ ଗୁଣକୁ ଆମ ଜୀବନର ସ୍ଥାନ ଦେବା, ସେତେବେଳେ ଆମର ବ୍ୟକ୍ତିତ୍ୱ ଭିତରୁ ପ୍ରକାଶିତ ଦେଖାଯିବ। ଦୈବୀ ପ୍ରବୃତ୍ତି ଶାସ୍ତ୍ରରେ ଲେଖା ହୋଇଥିବା କେବଳ ଏକ ଗୁଣ ନୁହେଁ, ବରଂ ଏହା ଜୀବନ ବଞ୍ଚିବାର ଏକ ଏମିତି ପବିତ୍ର ଦିଗ ଅଟେ ଯାହା ମନୁଷ୍ୟକୁ ତା'ର ବାସ୍ତବିକ ରୂପର ନିକଟକୁ ନେଇଯାଇଥାଏ। ଯେତେବେଳେ ଆମେ ଆମର ବ୍ୟବହାର, ଆମର ବିଚାର ଆଉ ଆମର କର୍ମରେ ଏହି ଦୈବ ଗୁଣକୁ ଉତାରିବା, ସେତେବେଳେ ଆମେ ବାସ୍ତବିକ ଅର୍ଥରେ ମନୁଷ୍ୟ ହେବାକୁ ଯୋଗ୍ୟ ହୋଇଯିବା। ଆଉ ଏହା ସେହି ମାର୍ଗ ଅଟେ ଯାହା ଉପରେ ଚାଲି ଆମେ ଆମର ଜୀବନକୁ ଶୁଦ୍ଧ, ଶାନ୍ତ ଏବଂ ସାର୍ଥକ କରିପାରିବା। ଆଉ ଈଶ୍ୱରଙ୍କ କୃପା ମଧ୍ୟ ଆମ ଉପରେ ବରସିଯିବ ଆଉ ଆମର ଅସ୍ତିତ୍ୱ ଏକ ଦିବ୍ୟ ପ୍ରକାଶରେ ଆଲୋକିତ ହୋଇଯିବ। ଦର୍ଶକ ବନ୍ଧୁ, ଆଶା କରୁଛୁ ଶ୍ରୀମଦ୍ ଭଗବତ ଗୀତାର 16ତମ ଅଧ୍ୟାୟର ଏହି ସରଳ ବ୍ୟାଖ୍ୟା ଆପଣଙ୍କର ନିଶ୍ଚୟ ପସନ୍ଦ ଆସିଥିବ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଆଉ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖି ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଆଉ ଚିନ୍ତନ ଟିଭିକୁ ଯଦି ପ୍ରଥମ ଥର ଦେଖୁଥିବେ ଆଉ ସବସ୍କ୍ରାଇବ୍ କରିନଥିବେ, ତେବେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ପୁଣି ଦେଖାହେବ ଆଉ ଏକ ସୁନ୍ଦର ଜ୍ଞାନବର୍ଦ୍ଧକ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଚିନ୍ତନ ଟିଭି। ଧନ୍ୟବାଦ।